ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ପ୍ରଥମ ଅଧ୍ୟାୟ। ମୈତ୍ରେୟ ଉବାଚ। ପରମ ପୁରୁଷ ଗୋବିନ୍ଦ ଅରୁଣ ଚରଣାରବିନ୍ଦ, ତହୁଁ ଗଳଇ ମକରନ୍ଦେ ତାହା ଯେ ପିବନ୍ତି ଆନନ୍ଦେ। ଶ୍ରଦ୍ଧାଯୁକ୍ତରେ ଚିନ୍ତା କରି ହେଳେ ତରନ୍ତି ଭବବାରି, ପରମ ଭକ୍ତି ସେ ଲଭଇ କରୁଣା କରନ୍ତି ଗୋସାଇଁ। ତାହାଙ୍କ ଚରଣେ ବନ୍ଦଇ ପଞ୍ଚମ ସ୍କନ୍ଧେ ଗୀତ ଗାଇ, କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଶୁକ ପରୀକ୍ଷିତ ସମ୍ବାଦ ଶୁଣିଲେ ତୁଟେ ଭବବନ୍ଧ। ପରୀକ୍ଷିତ ଉବାଚ। ଭୋମୁନି ରାଜା ପ୍ରିୟବ୍ରତ ସେ ଆତ୍ମା ରାମ ଭାଗବତ। ଗୃହେ ରମିଲା ତାର ମନ ପ୍ରାରବ୍ଧ କର୍ମରେ ବନ୍ଧନ। ନିଶ୍ଚୟେ ମୁକ୍ତ ସଙ୍ଗ ଯାର ଏମନ୍ତ ପ୍ରାଣୀମାନଙ୍କର। କିମ୍ପାଏଁ ଗୃହେ ମନ ରହେ ଭୋମୁନି ଫେଡ଼ିବା ସନ୍ଦେହେ। ନିଶ୍ଚେ ମହତ ଲୋକଙ୍କର ଉତ୍ତମ ଶ୍ଲୋକ କଥା ସାର। ନିବୃତ ଚିତ୍ତ ସେ ହୁଅନ୍ତି ସେ କିମ୍ପା ବ୍ୟର୍ଥ ଆଚରନ୍ତି। ଏ ମୋତେ ସଂଶୟ ବହୁତ ଯେ ପ୍ରାଣୀ ଗୃହେ ମୋହ ଚିତ୍ତ। ତାମତି କୃଷ୍ଣ ବିଷୟରେ ହୋଇଲା କେମନ୍ତ ପ୍ରକାରେ। ଏମନ୍ତ ରାଜା ମୁଖ ଶୁଣି ମୁନି କହନ୍ତି ପରିମାଣି। ଶୁକ ଉବାଚ। ଯାହା ତୁ କରିଲୁ ପ୍ରସନ୍ନ ଧନ୍ୟ ରାଜନ ତୋ ବଚନ। ଉତ୍ତମ ଶ୍ଲୋକ ଯେ ଗୋବିନ୍ଦ ତାହାଙ୍କ ଚରଣାରବିନ୍ଦ। ତହୁଁ ଅମିୟ ରସ ବହେ ସେ ରସ ଯେବା ପ୍ରାଣୀ ପିଏ। ଭକତ ସାଧୁ ସେହୁ ଜନ ପରମହଂସ ଦିବ୍ୟ ଜ୍ଞାନ। ତାହାର କୃଷ୍ଣ କଥା ବିନେ କେବେହିଁ ମନ ନୋହେ ଆନେ। ଅନ୍ୟ ଯେ ଗୁଣ କଥା ମାନ ଇଚ୍ଛା ନ କରନ୍ତି ସେ ଜନ। ତେଣୁ ସେ ନୃପ ପ୍ରିୟବ୍ରତ ଗୁଣରେ ହୋଇଲା ପୂଜିତ। ମୁନି ପରମ ଭାଗବତ ନାରଦ ଲୋକରେ ବିଖ୍ୟାତ। ତାହାଙ୍କ ଚରଣ ସେବାରେ ସର୍ବ କଳୁଷ ଗଲା ଦୂରେ। ତକ୍ଷଣେ ସତ୍ୱଗୁଣ ହୋଇ ବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ। ପିତାର ଆଜ୍ଞା ଘେନି ଶିରେ ଅବନୀ ପାଳନ ବିଚାରେ। ତେଣେ ନ ଇଚ୍ଛେ ନୃପବର ଉତ୍ତମ ସତ୍ୱଗୁଣ ତାର। ଅଖିଳ ଲୋକଙ୍କ ଜୀବନ ଅନାଦିନାଥ ନାରାୟଣ। ତାହାଙ୍କ ଚରଣାରବିନ୍ଦେ ଚିତ୍ତ ନିବେଶି ଅପ୍ରମାଦେ। ପ୍ରବୃତ ସଂସାର ବେଭାର ତହୁଁ ମନରୁ କରି ଦୂର। ନିଶ୍ଚୟ ଜାଣି ପରାଭବ ଇଚ୍ଛଇ ନାହିଁ ରାଜ୍ୟ ଲାଭ। ଏଥି ଉତ୍ତାରେ ଭଗବାନ ଦେବଙ୍କ ଯେ ଆଦି କାରଣ। ରାଜାର ଗୁଣମାନ ଘେନି ଜନ କୁଶଳେ ଆତ୍ମଜୋନି। ନିଗମ ନିଜ ଗୁଣେ ଥାଇ ଭୁବନୁ ଅଇଲେ ଗୋସାଇଁ। ଗଗନ ମଧ୍ୟେ ଚନ୍ଦ୍ର ଜହ୍ନେ ବିରାଜି ଶୋହେ ତାରାଗଣେ। ନିର୍ମଳ ପୂଜା ଉପହାରେ ପୂଜିଲେ ତାଙ୍କୁ ଦେବବରେ। ପଥରେ ଯୁଥ ଯୁଥ ହୋଇ ସିଦ୍ଧ ଗନ୍ଧର୍ବେ ଗୀତ ଗାଇ। ଚାରଣ ମୁନିଙ୍କ ସହିତେ ଗାୟନ କଲେ ଯେଝା ମତେ। ଗନ୍ଧମାର୍ଦ୍ଦନ ଗିରି ତଳେ ଶୋଭା କରାଇ ବିଜେ କଲେ। ହଂସ ଯାନରେ ଆଗମନ ହିରଣ୍ୟ ଗର୍ଭ ଯାର ନାମ। ସେଠାରେ ଥାଇଣ ନାରଦ ବନ୍ଦିଲେ ପିତା ପଦ୍ମ ପାଦ। ମନୁ ସହିତେ ନୃପବର ଆନନ୍ଦେ ଯୋଡ଼ିବେନି କର। ପିତାମହଙ୍କୁ ସେ ନମିଲା ଚରଣେ ଶିର ନିବେଶିଲା। ପ୍ରିୟବ୍ରତର ପୂଜା ଘେନି କୋମଳ ବାକ୍ୟେ ପଦ୍ମଯୋନି। ସଦୟେ ଚାହିଁ ବେଦବର ରାଜାଙ୍କୁ ବୋଲନ୍ତି ଉତ୍ତର। ବ୍ରହ୍ମା ଉବାଚ। ହେ ପ୍ରିୟବ୍ରତ କହୁଁ ତୋତେ କ୍ରୋଧ ନ କର ତୋର ଚିତ୍ତେ। ଆମ୍ଭେ ନାରଦ ଆଦି ଯେତେ ଯା ଆଜ୍ଞା ବହୁ ଅନାୟତେ। ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣକୁ ଆଚରି। ଧର୍ମେ ବା ଅର୍ଥେ କେହୁ ଏଡ଼ି ଈଶ୍ୱର ଇଚ୍ଛାକୁ ନ ପାରି। ଜନ୍ମ ମରଣ କର୍ମେ ପାଇ ଜୀବ ଶରୀରକୁ ବହଇ।
ଶୋକ ମୋହକୁ ନିତ୍ୟେ ପାଇ ସୁଖ ଦୁଃଖକୁ ସେ ଭୁଞ୍ଜଇ ଦଉଡ଼ି ନାସାରନ୍ଧ୍ରେ ଦେଇ ପଶୁକୁ ଯେ ସନେ ବୁହାଇ ଈଶ୍ୱର ବାକ୍ୟ ଗୁଣ ବଳେ ଜୀବ ଭ୍ରମଇଏ ସୟଳେ ଦ୍ୱିପଦ ଚତୁଷ୍ପଦ ଯେତେ ସର୍ବେ ବନ୍ଧନ ସେହି ମତେ ଦୁଃଖ ସୁଖ କର୍ମ ଗୁଣରେ ଏମାନ ଘେନି ସଙ୍ଗତରେ ଈଶ୍ୱର ସୃଷ୍ଟିର କରତା ସକଳେ ତାହାଙ୍କୁ ସେବନ୍ତା ସେହି ଈଶ୍ୱର ବସେ ଦେହି ଅନ୍ଧର ପ୍ରାୟ ଭ୍ରମୁଥାଇ ଦେଖୁ ଦେଖୁଣ ଭ୍ରମୁଥାଇ ଏକଥା ମୂଢ଼ ନ ଜାଣଇ ବିମୁକ୍ତ ହେଲେ ହିଁ ପୁରୁଷ ପ୍ରାରବ୍ଧ ଭୁଞ୍ଜଇ ଅବଶ୍ୟ ନିଦ୍ରାକୁ ପାଇ ଯେହ୍ନେ ନରେ ସ୍ୱପ୍ନ ଦେହରେ ଭୋଗ କରେ ପ୍ରମତ୍ତ ପ୍ରାଣୀମାନଙ୍କର କେବେ ହିଁ ଭ୍ରମ ନୁହେଁ ଦୂର ଲୋଭାଦିମାନଙ୍କରେ ଯୁତ ତେଣୁ ହୁଅଇ ଅବିରତ ଯେ ବୁଧ ଜିଣେ ଇନ୍ଦ୍ରିମାନ ତାହାର ଗୃହ କର୍ମମାନ ବନ୍ଧନ ନ କରେ ତାହାରେ ନିର୍ଭୟେ ଭ୍ରମେ ସେ ଗୃହରେ ଲୋଭାଦି ଜିଣନ୍ତି ଯେ ଜନ ଗୃହେ ନ ରମେ ତାର ମନ ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ ଜିଣି ପ୍ରରଳ ଶତ୍ରୁଗଣେ ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ ଜିଣି ପ୍ରବଳ ଶତ୍ରୁଗଣେ ଗୃହ ମଧ୍ୟରେ ଦେଇ ମନ ଲୋଭାଦି ନାଶିବ ତେସନ ଇନ୍ଦ୍ରିୟ ଜିଣନ୍ତେ ସେ ନର ଆନନ୍ଦେ ଭ୍ରମିବ ସଂସାର ତୁ ପଦ୍ମନାଭ ପଦାଶ୍ରିତ ସର୍ବସଙ୍ଗରୁ ହୋଇ ମୁକ୍ତ କରି ସଂସାର ସୁଖ ଲାଭ ଅନ୍ତେ ପରମ ଗତି ଲଭ ଶୁକବାଚ ଏମନ୍ତ ତ୍ରିଭୁବନେ ପୁରୀ ଭଗବାନଙ୍କ ଆଜ୍ଞାକାରୀ ବିନୟେ ବ୍ରହ୍ମା ଉପଦେଶେ ସ୍ୱୀକାର କଲା ସେ ବିଶ୍ୱାସେ ନାରଦ ରାଜା ପ୍ରିୟବ୍ରତେ ପୂଜିତ ହୋଇ ଯଥୋଚିତେ ନିଶ୍ଚଳ ଆତ୍ମା ନିଜ ସ୍ଥାନେ ଗମିଲେ ଚତୁର ଆନନେ ଶୁଣ ରାଜନ ପରୀକ୍ଷିତ ତଦନ୍ତେ ରାଜା ପ୍ରିୟବ୍ରତ ବ୍ରହ୍ମାଙ୍କ ଜ୍ଞାନ ବାକ୍ୟ ଶୁଣି ଆପଣେ ଅକିଞ୍ଚନ ମାନି ମନରେ ଭାଳନ୍ତି ରାଜନ ପାଳିବି ବ୍ରହ୍ମାଙ୍କ ବଚନ ନାରଦ ବାକ୍ୟେ ମନ ଦେଇ ମନୁ ଆତ୍ମଜେ ମହି ଦେଇ ନାରଦ ବାକ୍ୟେ ମନ ଦେଇ ମନୁ ଆତ୍ମଜେ ମହି ଦେଇ ବିଷମ ବିଷୟକୁ ତେଜି ରହେ ସାତ୍ୱିକ ଭାବେ ମଜି ଏଥୁ ଅନ୍ତରେ ପୃଥିବୀରେ ନିଯୁକ୍ତ ହୋଇଲା କୁମରେ ଅଖିଳ ଜଗତ ବନ୍ଦନ ନିବେଶୀ କୃଷ୍ଣ ପାଦେ ମନ ଆଦି ପୁରୁଷ ପାଦେ ଧ୍ୟାଇ ମନ ନିବେଶୀ ନିତ୍ୟେ ତହିଁ ପୃଥିବୀ ପରିପାଳନରେ ଚିତ୍ତ ସେ ଦେଲା ନିରନ୍ତରେ ଯେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବର୍ହିଷ୍ମତି ସେ କନ୍ୟା ବରି ନରନାଥ ବିଭା ହୋଇଲେ ଯଥୋଚିତ ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଗୁଣ ତେଜ ବହି ଏକ ଦୁହିତା ରୂପବତୀ ନାମ ଯାହାର ଉର୍ଜସ୍ୱତୀ ଅଗ୍ନିଦ୍ର ଇଦ୍ଧ ଜିହ୍ୱ ଦୁଇ ତୃତୀୟ ଯଜ୍ଞ ବାହୁ ହୋଇ ଶବପନ ଘୃତ ପୁଷ୍ପ ଆର ହିରଣ୍ୟ ରେତା ମହାବୀର ବିତିହୋତ୍ର ଯେ ମେଧାତିଥି କବି ଏ ଦଶ ନାମ ଖ୍ୟାତି ଏ ଦଶ ନାମ ପୁତ୍ରଙ୍କର ଏଥିର ମଧ୍ୟେ ତିନି ସାର ମହାବୀର କବି ଶବନ ଊର୍ଦ୍ଧ୍ୱରେ ତାଏ ତିନି ଜଣ ପରମହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି ସର୍ବଜୀବରେ କୃପାମୟ ଶ୍ରୀ ବାସୁଦେବେ କରି ଲୟ ଭୟେ ଆରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର ସେ ପଦ୍ମପାଦ ଆଶ୍ରୟରୁ ନିରତେ ନାମ କୀର୍ତ୍ତନରୁ ପରମ ଭକ୍ତି ପ୍ରଭାବରେ ଦୟା ବହିଲେ ପ୍ରାଣୀଠାରେ ଭାବେ ନିର୍ମଳ ଚିତ୍ତ ହୋଇ ହରି ସର୍ବଭୂତେ ଦେଖଇ ସେ ମହାପ୍ରଭୁ ନାରାୟଣେ ନିତ୍ୟେ ଭଜିଲେ ଦାସପଣେ ପ୍ରିୟବ୍ରତଙ୍କ ଅନ୍ୟ ନାରୀ ଥିଲା ସେ ଅତୀବ ସୁନ୍ଦରୀ ଦ୍ୱିତୀୟ ପତ୍ନୀ ଗର୍ଭେ ତାର ହୋଇଲେ ତିନି ଯେ କୁମାର ଉତ୍ତମ ତାପସ ରୈବତ ମନୁରେ ହୋଇଲେ ବିଖ୍ୟାତ
ଏମନ୍ତ ପୁତ୍ରମାନ ଘେନି ସେ ରାଜା ଚିରକାଳ ପୁଣି ସୁବାହୁ ବଳ ବୀର୍ଯ୍ୟ ଧରି ପୃଥିବୀ ନିଷ୍କଣ୍ଟକ କରି ସେ ରାଜା ପୁରୁଷାର୍ଥ କରି ଧରମ ପଥକୁ ଆଚରି ସେ ରାଜା ପତ୍ନୀ ବିଷୟରେ ପ୍ରତିଦିବସ ସ୍ନେହ ଭରେ ସେ ପତ୍ନୀ ନବ ଯୌବନେ ମନ୍ଦହାସ ଅବଲୋକନେ ବିହାର ତାର ସଙ୍ଗେ କରି ତାବଶ ନୋହେ ଦଣ୍ଡଧାରୀ ବିବିଧ କ୍ରୀଡ଼ା ନାନା ରଙ୍ଗେ ଦିନ ହରଇ ତାର ସଙ୍ଗେ ଏମନ୍ତେ ରାଜା ପ୍ରିୟବ୍ରତ ରାଜ୍ୟ ପାଳନେ ହେଲା ରତ ପ୍ରଜାଙ୍କୁ ପାଳନ୍ତି ହରଷେ ଏକାଦଶ ଅର୍ବୁଦ ବର୍ଷେ ତାହାଙ୍କ ବେନି ଭୁଜ ତେଜେ ବିପକ୍ଷ ପକ୍ଷ ତାଙ୍କୁ ଭଜେ ଏମନ୍ତ ନିର୍ଭୟ ମନରେ ଆନନ୍ଦେ ସଂସାରେ ବିହରେ ମେରୁକୁ ସୂର୍ଯ୍ୟ ଯେବେ ଯାଏ ତେଜରେ ପ୍ରକାଶ ସେ ହୋଏ ତେଜେ ସୂର୍ଯ୍ୟ ତେଜ ଗଞ୍ଜଇ ତପସ୍ୟା ବଳେ ବିରାଜଇ ଆରୋହୀ ଜ୍ୟୋତିର୍ମୟ ରଥେ ପ୍ରକାଶ କରାଇବା ଅର୍ଥେ ରଜନୀ ଦିବସେ ଭ୍ରମଇ ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ ତପସ୍ୟା ବଳୁ ପ୍ରିୟବ୍ରତ ସାଧିଲା ଅବ୍ୟକ୍ତ ଏ ବ୍ରତ ଏମନ୍ତ ଜାଣି ବେଦପତି ଆସି ମିଳିଲେ ତାର କତି ସସ୍ନେହେ କହେ ବେଦବର ଏ ନୁହେଁ ତୁମ୍ଭ ଅଧିକାର ସେ ରାଜା ରଥର ଚକ୍ରର ହୋଇଲା ଯେତିକ ବିସ୍ତାର ତେଣୁ ଶପଥ ସିନ୍ଧୁ ହେଲା ପୃଥିବୀ ସାତ ଭାଗ କଲା ଶାକ ଶାଳମଳି ଜମ୍ବୁ ପ୍ଳକ୍ଷ କୁଶ ପୁଷ୍କର ଆଉ କ୍ରଞ୍ଚ ଏପରି ସପ୍ତଦ୍ୱୀପ ହେଲା ସେ ରାଜା ଆନନ୍ଦେ ବୁଡ଼ିଲା ଆନନ୍ଦ ମନେ ଦଣ୍ଡଧାରୀ ଏହା ସେ କର୍ମରେ ବିଚାରି ଏମନ୍ତେ ରାଜା ପ୍ରିୟବ୍ରତ ସଂସାର କାର୍ଯ୍ୟେ ହୋଇ ବ୍ରତ ପୁତ୍ରଙ୍କୁ ଅଧିପତି କଲେ ରାଜ୍ୟ ବିଭାଗ କରିଦେଲେ ଦୁହିତା ଉର୍ଜସ୍ୱତୀ ନାମ ତାହାକୁ ଶୁକ୍ରେ କଲା ଦାନ ତାହାର କନ୍ୟା ଅନୁପମ ହୋଇଲା ଦେବଯାନୀ ନାମ ଏଥୁ ଅନ୍ତରେ ରାଜା ଚିତ୍ତେ ବୈରାଗ୍ୟ ଉପୁଜେ ନିରତେ ମନେ ବିଚାରି ନୃପନାଥ ସ୍ୱନିନ୍ଦା କଲା ବହୁତ ସ୍ତ୍ରୀ ସଙ୍ଗେ ଆସକ୍ତ ହୋଇଲି ବଡ଼ ଅସାଧୁପଣ କଲେ ଏଣୁ ଇନ୍ଦ୍ରିଏ ବଶ ହୋଇ ଅବିଦ୍ୟା ବିଷୟରେ ଥାଇ ଏଣୁ ଏ ଧିକ ମୋ ଜୀବନ ବିସ୍ମୟେ ଭାଳନ୍ତେ ରାଜନ ଇଷ୍ଟ ଦେବତା ପ୍ରସାଦରେ ବୈରାଗ୍ୟ ଜାତ ମୋ ମନରେ ଇଷ୍ଟ ଦେବତା ପ୍ରସାଦରେ ବୈରାଗ୍ୟ ଜାତ ତା ମନରେ ବିଷୟ ଚେଷ୍ଟା ପାଶୋରିଲା ଇନ୍ଦ୍ରିୟ ମନ ନିରୋଧିଲା ରାଜସମ୍ପଦ ନ ଇଚ୍ଛିଲା ପୁତ୍ରଙ୍କୁ ଭାଗ କରିଦେଲା ସ୍ୱପତ୍ନୀ ତେଜୀ ମୃତ ପ୍ରାୟେ ମୁକ୍ତି ଇଚ୍ଛିଲା ନୃପରାୟେ ମହାନୁଭାବ ଭଗବାନ ନାରଦ ବ୍ରହ୍ମାର ନନ୍ଦନ ତାହାଙ୍କ ପଥ ଆଶ୍ରେ କଲା ନିଶ୍ଚୟେ ନିବୃତ ହୋଇଲା ଯେଉଁ ରାଜାର ଏତେ କୃତ୍ୟ ଗାୟନ କରନ୍ତି ଜଗତ ପ୍ରିୟବ୍ରତର କଲା କ୍ରମ ଏହାକୁ କେ କରିବ କ୍ଷମ ତାହାର ରଥଚକ୍ର ମାର୍ଗେ ସପ୍ତ ସମୁଦ୍ର ପୃଥିଭାଗେ ଭାଗ ବିଭାଗ ମହି କରି ଦୀପ ଉପଦୀପ ବିସ୍ତାରି ଯେବା କଲା ମନୁ କୁମର ପୃଥିବୀ ସ୍ୱର୍ଗେ ଅଗୋଚର ସେ ପ୍ରିୟବ୍ରତର ମହିମା ତ୍ରୈଲୋକ୍ୟେ ନାହିଁ ନା ଉପମା ପ୍ରିୟ ଅଖିଳ ଜନଙ୍କର ମହାମହିମା ଅଗୋଚର ପ୍ରିୟବ୍ରତ ରାଜା ଚରିତ କହଇ ଦାସ ଜଗନ୍ନାଥ इति श्रीमद्भागवते महापुराणे पारमहंस्यां संहितायां पञ्चमस्कन्धे प्रियव्रते विजये नाम प्रथमोऽध्यायः।